ଆସିଲା ବଡ଼ ଅପଡେଟ୍। ବର୍ତ୍ତମାନ ସୁଦ୍ଧା ଯେଉଁ ଭୋଟ ଅଛି ରାଉଣ୍ଡ ପରେ ରାଉଣ୍ଡ ଚାଲିଛି ଭୋଟ ଗଣତି। ବର୍ତ୍ତମାନ ସୁଦ୍ଧା ଯଦି ଦେଖିବା ତାହେଲେ ବିଜେପି ଅଧିକ ସଂଖ୍ୟକ ସିଟରେ ଆଗୁଆ ରହି ଲିଡ୍ କରୁଛି। ବିଜେପି ଲିଡ୍ କରୁଛି 65ଟି ଆସନରେ, ବିଜେଡି ଲିଡ୍ କରୁଛି 45ଟି ଆସନରେ, କଂଗ୍ରେସ ଲିଡ୍ କରୁଛି 10ଟି ଆସନରେ, ସିପିଆଇ ଗୋଟିଏ, ଜେଏମଏମ୍ ଗୋଟିଏ ଏବଂ ଆଇଏନଡି 2ଟି ଆସନରେ ଲିଡ୍ କରୁଛନ୍ତି। ଯଦି ଦେଖିବା ବିଜେପି କେଉଁ କେଉଁ 65 ଆସନରେ ଲିଡ୍ କରୁଛି ତାହେଲେ ଦେଖନ୍ତୁ ବନ୍ଧୁଗଣ, ପଦ୍ମପୁରରେ ଗୋବର୍ଦ୍ଧନ ଭୋଇ ଲିଡ୍ କରୁଛନ୍ତି, ବିଜେପୁରରେ ସନତ କୁମାର ଗଡ଼ତିଆ ଲିଡ୍ କରୁଛନ୍ତି, ଓତାବିରାରେ ନିହାର ରଞ୍ଜନ ମହାନନ୍ଦ ଲିଡ୍ କରୁଛନ୍ତି, ଭଟଲିରେ ଇରାଶିଷ ଆଚାର୍ଯ୍ୟ ବିଜେପିର ଯିଏକି ଲିଡ୍ କରୁଛନ୍ତି, ବୈରାଜନଗରରେ ସୁରେଶ ପୂଜାରୀ ଲିଡ୍ କରୁଛନ୍ତି 13,372ଟି ଭୋଟରେ, ତାଲସରାରେ ଭବାନୀ ଶଙ୍କର ଭୋଇ ଲିଡ୍ କରୁଛନ୍ତି, ରଘୁନାଥପାଲିରେ ଦୁର୍ଗାଚରଣ ତାଣ୍ଡି ଲିଡ୍ କରୁଛନ୍ତି, ରାଉରକେଲାରେ ସେପରି ଦିଲ୍ଲୀପ କୁମାର ରାୟ, କୁଚିଣ୍ଡାରେ ରବି ନାରାୟଣ ନାୟକ, ରାୟଖୋଲରେ ଦେବେନ୍ଦ୍ର ମହାପାତ୍ର, ତେଲକୋଲରେ ଫକୀର ମୋହନ ନାୟକ, ପାଟନାରେ ଅଖିଳ ଚନ୍ଦ୍ର ନାୟକ, ଯଶୀପୁରରେ ଗଣେଶ ରାମ ସିଂ ଘୋଟିଆ, ଭାଙ୍ଗରିପୋଷିରେ ସଞ୍ଜଲି ମୁର୍ମୁ, କରଞ୍ଜିଆରେ ପଦ୍ମଚରଣ ହାଇବୁରୁ, ବଡ଼ାସାହିରେ ଶାନ୍ତନୁ ବିଜଲି, ବାରିପଦାରେ ପ୍ରକାଶ ସୋରେନ, ମାରାଦାରେ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର, ନୀଲଗିରିରେ ସନ୍ତୋଷ ଖଟୁଆ, ଶିମୁଲିଆର ପଦ୍ମଲୋଚନ ପଣ୍ଡା, ଭଦ୍ରକରେ ସୀତାଂଶୁ ଶେଖର ମହାପାତ୍ର, ଧାମନଗରରେ ସୂର୍ଯ୍ୟବଂଶୀ ସୁରଜ ଲିଡ୍ କରୁଛନ୍ତି। ସେହିପରି ଦେଖିବା ଯଦି ବିଞ୍ଝାରପୁରରେ ବବିତା ମଲ୍ଲିକ, ବାରଚଣାରେ ଅମର କୁମାର ନାୟକ, ଢେଙ୍କାନାଳରେ କୃଷ୍ଣଚନ୍ଦ୍ର ପାତ୍ର, ହିଣ୍ଡୋଳରେ ସୀମାରାଣୀ ନାୟକ ଲିଡ୍ କରୁଛନ୍ତି, କାମାକ୍ଷାନଗର ଶତ୍ରୁଘ୍ନ ଜେନା, ଏପରି ଅନୁଗୁଳରେ ପ୍ରତାପ ଚନ୍ଦ୍ର ପ୍ରଧାନ, ସେଣ୍ଡିପଦାରେ ଅଗସ୍ତି ବେହେରା, ବୀରମହାରାଜପୁରରେ ରଘୁନାଥ ଜଗଦଲ୍ଲା, ସୋନପୁରରେ ପ୍ରମୋଦ କୁମାର ମହାପାତ୍ର, ଲଇସିଙ୍ଗାରେ ମୁକେଶ ମହାଲିକ, ପାଟଣାଗଡ଼ରେ କନକ ବର୍ଦ୍ଧନ ସିଂଦେଓ, ଟିଲ୍ଲାଗଡ଼ରେ ନବୀନ କୁମାର ଜୈନ, କଟାବାଞ୍ଜିରେ ଲକ୍ଷ୍ମଣ ବାଗ, ନୂଆପଡ଼ାରେ ଅଭିନନ୍ଦନ ପଣ୍ଡା ଲିଡ୍ କରୁଛନ୍ତି। କଣ୍ଟାବାଞ୍ଜିରେ ଦର୍ଶକ ବନ୍ଧୁ ଲକ୍ଷ୍ମଣ ବାଗଙ୍କ ବିରୋଧରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା କଟାବାଞ୍ଜି ଏକ ଗୁରୁତ୍ୱପୂର୍ଣ୍ଣ, ସେଥିପାଇଁ ସେଠାରେ ମଧ୍ୟ ନବୀନ ପଟ୍ଟନାୟକଙ୍କ ଠାରୁ ଆଗରେ ଲକ୍ଷ୍ମଣ ବାଗ 521ଟି ଭୋଟରେ ରହି ଲିଡ୍ କରୁଛନ୍ତି। ଏହିପରି ଆମେ ଦେଖିବା ଉମରକୋଟରେ ମଧ୍ୟ ବିଜେପିର ପ୍ରାର୍ଥୀ ନିତ୍ୟାନନ୍ଦ କଣ୍ଟ ଲିଡ୍ କରୁଛନ୍ତି, ଜରିଗାଁରେ ନରସିଂହ ଭାଟ୍ରା, ଜୁନାଗଡ଼ରେ ମନୋଜ କୁମାର ମେହେର, ଧର୍ମଗଡ଼ରେ ସୁଧୀର ରଞ୍ଜନ ପାଟି ଯୋଶୀ, ଉଦୟଗିରିରେ ମାନଗୋବିନ୍ଦ ପ୍ରଧାନ, କଣ୍ଟାମାଲରେ କହ୍ନାଇ ଚରଣ ଡାଙ୍ଗ, ବୌଦ୍ଧରେ ସୌରୋଜ କୁମାର ପ୍ରଧାନ, ନିମାପଡ଼ାରେ ପ୍ରଭାତୀ ପରିଡ଼ା, ବ୍ରହ୍ମଗିରିରେ ଉପାସନା ମହାପାତ୍ର, ସତ୍ୟବାଦୀରେ ଓମପ୍ରକାଶ ମିଶ୍ର, ପିପିଲିରେ ଅଶ୍ରିତ ପଣ୍ଡେକ, ଏକାମ୍ର ଭୁବନେଶ୍ୱରରେ ବାବୁ ସିଂ, ଖୋର୍ଦ୍ଧାରେ ପ୍ରଶାନ୍ତ କୁମାର ଜଗଦେବ, ଚିଲିକାରେ ପୃଥ୍ୱୀରଞ୍ଜନ ହରିଚନ୍ଦନ, ରଣପୁରରେ ସୁରମା ପାଢ଼ୀ, ଖଣ୍ଡପଦାରେ ଦୁଷ୍ମନ୍ତ କୁମାର ସ୍ୱାଇଁ, ଦଶପଲ୍ଲାରେ ରାଘବ ମଲ୍ଲିକ, ଭଞ୍ଜନଗରରେ ପ୍ରଦ୍ୟୁମ୍ନ କୁମାର ନାୟକ, ଖଲିକୋଟରେ ପୂର୍ଣ୍ଣଚନ୍ଦ୍ର ସେଠୀ, ଛତ୍ରପୁରରେ କୃଷ୍ଣଚନ୍ଦ୍ର ନାୟକ, ସୁରଡ଼ାରେ ନୀଳମଣି ବିଷୋୟୀ, ଗୋପାଳପୁରରେ ବିଭୂତି ଭୂଷଣ ଜେନା, ବ୍ରହ୍ମପୁରରେ ଅନିଲ କୁମାର, ଚିକଟିରେ ମନୋରଞ୍ଜନ ସାମନ୍ତରାୟ, ପାରଳାଖେମୁଣ୍ଡିରେ କୁନ୍ଦରୁ ନାରାୟଣ ରାଓ, କୋଟପଟରେ ରୂପୁ ଭାତ୍ରା, କୋରାପୁଟରେ ରଘୁରାମ ମାଛ। ଏହିପରି ଭାବରେ ବିଜେପିର ଏହି ନେତାମାନେ ଲିଡ୍ କରୁଛନ୍ତି। ଏବେ ଆସନ୍ତୁ ଦେଖିବା ଆପଣମାନେ ଏହା ଦେଖୁଥିଲେ ଯେଉଁଟା କି ବିଜେପି ଲିଡ୍ କରୁଥିବା ବିଧାନସଭା ମଣ୍ଡଳ। ବର୍ତ୍ତମାନ ଆସନ୍ତୁ ଦେଖିବା ବିଜୁ ଜନତା ଦଳ ବା ବିଜେଡିର ଲିଡ୍ କରୁଥିବା କେଉଁ କେଉଁ ବିଧାନସଭା ମଣ୍ଡଳୀରେ ବିଜେଡି ଲିଡ୍ କରୁଛି ତାହା ଦେଖିବା। ଦେଖନ୍ତୁ, ପ୍ରଥମେ ଅଛି ବରଗଡ଼ରେ ଦେବେଶ ଆଚାର୍ଯ୍ୟ ଲିଡ୍ କରୁଛନ୍ତି ବିଜେଡିର, ଝାରସୁଗୁଡ଼ାରେ ଦୀପାଲି ଦାସ, ସୁନ୍ଦରଗଡ଼ରେ ଯୋଗେଶ କୁମାର ସିଂ, ବୀରମିତ୍ରପୁରରେ ରୋହିତ ଯୋଶେଶ ତିର୍କି, ରେଙ୍ଗାଲିରେ ସୁଦର୍ଶନ ହରିପାଲ, ସମ୍ବଲପୁରରେ ରୋହିତ ପୂଜାରୀ, ଦେବଗଡ଼ରେ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଆନନ୍ଦପୁରରେ ଅଭିମନ୍ୟୁ ସେଠୀ, କେଉଁଝରରେ ମୀନା ମାଝୀ, ଚାମ୍ପାରେ ସନାତନ ମହାକୁଡ଼, ଭୋଗରାଇର ଗୌତମ ବୁଦ୍ଧ ଦାସ, ସରୁର ମାଧବ
ମାଧବ ଦାଦା ବାରିରେ ବିଶ୍ୱରଞ୍ଜନ ମଲ୍ଲିକ, ଧର୍ମଶାଳାରେ ପ୍ରଣବ କୁମାର ବଳବନ୍ତରାୟ, ସୁକିନ୍ଦାରେ ପ୍ରୀତିରଞ୍ଜନ ଘଡ଼ାଇ, ପଲ୍ଲହାରେ ମୁକେଶ କୁମାର ପାଲ, ତାଳଚେରରେ ବ୍ରଜକିଶୋର ପ୍ରଧାନ, ଆଠମଲ୍ଲିକର ନଳିନୀକାନ୍ତ ପ୍ରଧାନ, ଖରିଆରରେ ଅଧିରାଜ ମୋହନ ପାଣିଗ୍ରାହୀ, ନବରଙ୍ଗପୁରରେ କୌଶଲ୍ୟା ପ୍ରଧାନୀ, ଡାବୁଗାଁରେ ମନୋରଞ୍ଜନ ରନ୍ଧାରୀ, ଲାଞ୍ଜିଗଡ଼ରେ ପ୍ରଦୀପ କୁମାର ଦେଶାରୀ, ନଲଡ଼ାରେ ମନୋରମ ମହାନ୍ତି, ବାଲିଗୁଡ଼ାର ଚକ୍ରମଣି କହ୍ନର, ଫୁଲବାଣୀରେ ଜୟଶ୍ରୀ କହଁର, ବାଙ୍କିରେ ଦେବୀରଞ୍ଜନ ତ୍ରିପାଠୀ, ଆଠଗଡ଼ରେ ରଣେନ୍ଦ୍ର ପ୍ରତାପ ସିଂ, କଟକରେ ଚନ୍ଦ୍ର ସରାଥି ବେହେରା, ପାଟକୁରାରେ ଅରବିନ୍ଦ ମହାପାତ୍ର, କେନ୍ଦ୍ରାପଡ଼ାରେ ଗଣେଶ୍ୱର ବେହେରା, ଅଉଲରେ ପ୍ରତାପ କେଶରୀ ଦେବ, ତିର୍ତ୍ତୋଲରେ ରାମକାନ୍ତ ଭୋଇ, ବାଲିକୁଦ ଏରସମାରେ ଶାରଦା ପ୍ରସନ୍ନ ଜେନା, କାକଟପୁରରେ ତୁଷାରକାନ୍ତି ବେହେରା, ପୁରୀରେ ସୁନୀଲ କୁମାର ମହାନ୍ତି, ଜୟଦେବରେ ନବକିଶୋର ମଲ୍ଲିକ, ଭୁବନେଶ୍ୱର ସେଣ୍ଟ୍ରାଲରେ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ନର୍ଥ ସୁଶାନ୍ତ କୁମାର ରାଉତ, ଜଟଣୀରେ ବିଭୂତିଭୂଷଣ ବଳବନ୍ତରାୟ, ବେଗୁନିଆରେ ପ୍ରଦୀପ କୁମାର ସାହୁ, ନୟାଗଡ଼ରେ ଅରୁଣ କୁମାର ସାହୁ, ଆସ୍କାରେ ମଞ୍ଜୁଳା ସ୍ୱାଇଁ, ଦିଗପହଣ୍ଡିରେ ବିପ୍ଳବ ପାତ୍ର, ବିଷମକଟକରେ ଜଗନ୍ନାଥ ସାରକା। ଏହିପରି ଭାବରେ ଏହା ବିଜେଡି ନେତା ଯେଉଁମାନେ କି ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଲିଡ୍ କରୁଛନ୍ତି। ଏବେ ଦେଖିବା କଂଗ୍ରେସ କେଉଁ କେଉଁ କ୍ଷେତ୍ରରେ ଲିଡ୍ କରୁଛି। ଦେଖନ୍ତୁ ରାୟରଙ୍ଗପୁରରେ ରାଜୀନ ଏକ୍କା, ଉଦାଲାରେ ଦୁର୍ଗାଚରଣ ଟୁଡୁ, ଭଣ୍ଡାରୀ ପୋଖରୀ ନିରଞ୍ଜନ ପଣ୍ଡେକ, ବାସୁଦେବପୁର ଅଶୋକ କୁମାର ଦାସ, ଭବାନୀପାଟଣାରେ ସାଗର ଚରଣ ଦାସ କଂଗ୍ରେସର ଲିଡ୍ କରୁଛନ୍ତି। ସାନଖେମୁଣ୍ଡିରେ ରମଚନ୍ଦ୍ର ଜେନା, ମହାଣାରେ ଦାଶରଥୀ ଗମାଙ୍ଗୋ, ଗୁଣପୁରରେ ସତ୍ୟଜିତ ଗମାଙ୍ଗୋ, ରାୟଗଡ଼ାର କଦ୍ରପା ପାଲାସ୍ୱାମୀ, ଜୟପୁରରେ ତାରାପ୍ରସାଦ ବାହିନୀପତି, ମାଲକାନଗିରିରେ ମଲ ମାଝୀ, ଚିତ୍ରକୋଣ୍ଡାରେ ମଙ୍ଗଲୁ ଖିଲ୍ଲା। ଏହିପରି ଭାବରେ ଏହା ହେଉଛନ୍ତି କଂଗ୍ରେସର ଯେଉଁମାନେ କି ଲିଡ୍ କରୁଛନ୍ତି। ସେହିପରି ଭାବରେ କମ୍ୟୁନିଷ୍ଟ ପାର୍ଟିର ଗୋଟିଏ ଲିଡ୍ କରୁଛି, ଯେଉଁଟା ଦେଖିଦେବା। ବଣାଇରେ କମ୍ୟୁନିଷ୍ଟ ପାର୍ଟି ଲିଡ୍ କରୁଛନ୍ତି, ଯେଉଁଠାରେ ଲକ୍ଷ୍ମଣ ମୁଣ୍ଡା କ୍ୟାଣ୍ଡିଡେଟ୍ ହୋଇ ରହିଛନ୍ତି। ସେ 2636ଟି ଭୋଟରେ ଲିଡ୍ କରୁଛନ୍ତି। ଏମିତି ଅପଡେଟ୍ ପାଇବା ପାଇଁ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦିଅନ୍ତୁ। ଆପଣମାନଙ୍କୁ ଲଗାତାର ଭାବରେ ଅପଡେଟ୍ ଦିଆଯିବ।